कांचन निश्चय 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 मो पिता हत्यार नेबी तो ठारू चरम प्रतिशोध वृद्ध गोटे गोटे कर नेबी तो ठारू मु चरम प्रतिशोध मु कण सुंदरी नुह प्रथमे प्रथमे रानीटा को सबुदिन मो रास्तार भटे आउे से वृद्ध राजा को तली तलांत करदेवी कौन करी बोधे महाराणी एपट को आसी जाठक आसवा पूर्व कटास देइथिबा कामटा मत जिते शीघ्र समाप्त करने पड़ो। हाँ हाँ समाप्त करने को पड़ो। कामिनी महाराणी आपण मत डाकुले कौन कहबार अच्छे कहतु। हाँ कामिनी आज खाई देहटा जमा भल लगुनि कामिनी राणीमा तेने महाराजा आसवा समय हो गला रोसे कामटा सारी दे आसबु हेटी राणीमा आपण जमा भी व्यस्त हुंतुनी कामिनी राजप्रसाद समस्त काम मु सारीदेवी आपण को देह असुस्थ अच्छी चलिले 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 आपण बसंतु आउ मु आनी क्षीर टेक पी दियंतु राणीमा बसंतु। आपण जमा भी व्यस्त हुंतुनी मु सब काम सारी दे आसुची आपण क्षीर पी दियंतु पियंतु। राणीमा ए राणीमा 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 मु कण सुंदरी नुह किती सुंदरी सबुदिन मो रास्तार कंटाटा सफा हो गला। ए राणी अलिभाटा सबुदिन सफा हो गला। ना ना जिते शीघ्र कटास को डाकी या एठार कौ ना कौ जगह को पठे देवाक पड़ो। हाँ हाँ जाऊँगी कटास को डाकी देवी। कटास अरे कटास कौटी अच्छे जल्दी आस कटास गला कि पचुची पचुची ये नाली आंब मु भाविली मत डाकी बनी बोली टिके हाथ मारी दती ए कटास तू जमा भी विलम्ब कर कहीं कौन शुण कटास तू जो कम देलु सब ठीक ठीक कर देख कटास राणीमा को विषय मुझे सबुदिन मारी जिते शीघ्र संभव महाराजा एठाक आसवा पूर्व
ରାଣୀ ମାକୁ ନେଇ ଜଙ୍ଗଲରେ ଫୋପାଡ଼ି ଦେଇ ଆସିବା। କ'ଣ 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 କହିଲୁ? ଯେ ତୁ ସତ କହୁଛୁ ରାଣୀଟାକୁ ବିଷ ଦେଇ ମାରି ଦେଇଛୁ? ଆରେ ମୁଁ ମିଛ କାହିଁକି କହିବି? ମୋର ତ ସନ୍ଦେହ ଲାଗୁଛି। ତୁ ଏଇଟା ଠିଆ ହ, ମୁଁ ଟିକେ ଭଲ ଭାବେ ଦେଖେ ରାଣୀଟା ବଞ୍ଚିଛି ନା ମରିଛି। ଏଠି ଟିକେ ଅପେକ୍ଷା କରିଥା, ଯେତେ ଶୀଘ୍ର ସମ୍ଭବ କର। ସେ ଜମା ଦଣ୍ଡା ତୋ ସାହସକୁ ମୁଁ ମାନିଲି। ସତରେ ରାଣୀଟାକୁ ବିଷ ଦେଇ ମାରି ଦେ। ମହାରାଜାଙ୍କ ଆସିବା ସମୟ ହେଇଗଲାଣି। ଯେତେ ଶୀଘ୍ର ସମ୍ଭବ ମହାରାଣୀକୁ ଥାଅ, ଆମେ ନେଇ ଜଙ୍ଗଲରେ ଫୋପାଡ଼ି ଦେଇ। ନାଇଁ ନାଇଁ ନାଇଁ, ଜଙ୍ଗଲରେ ଫୋପାଡ଼ିବାନି। ଜଙ୍ଗଲରେ ଫୋପାଡ଼ିଲେ ରଜା ଆମ ଉପରେ ସନ୍ଦେହ କରିବେ। ଗୋଟେ କାମ କରିବା। କ'ଣ କରିବା? ରଜା ଆସିବା ପୂର୍ବରୁ ରାଣୀକୁ ନେଇ ସେ ରତ୍ନପଲକ ଉପରେ ଶୁଆଇ ଦେବା। ରଜା ଉପରେ ସନ୍ଦେହ କରେନି। ତୁ ଗୋଟେ ଫାଳ ଥାଉ, ମୁଁ ଗୋଟେ ଫାଳ ଥାଉଛି। ଜମା ବିଳମ୍ବ କର। ଚାଲ ଚାଲ ଚାଲ। অলিভা, অলিভা, আরে দেখো ମୁଁ ତମ ପାଇଁ କ'ଣ ଆଣିଛି। ଅଲିଭା, ଅଲିଭା, କାମିନୀ, ରାଣୀ କୁଆଡ଼େ ଗଲେ? ମହାରାଜ ମୁଁ ମାନେ ପଟାସ, ଆରେ ତୁ ଏଠି କ'ଣ କରୁଛୁ? ନାଇଁ ମାନେ ଏଠି ମୁଁ କାଟୁ। ଚୁପ୍ କର କାମିନୀ। ହଁ ଆରେ ମୁଁ ତତେ ପଚାରୁଛି ରାଣୀ କୁଆଡ଼େ ଗଲେ? ଏଇ ବିଶ୍ରାମ ନେଉଥିବେ ମହାରାଜ। ମୁଁ କେମିତି କହିବି? ଟିକେ ହାତ ମାର। କାମିନୀ, କହ ରାଣୀ କୁଆଡ଼େ ଗଲେ? ଏଇ ପା ଏଇ ବିଶ୍ରାମ ନେଉଛନ୍ତି, ଦେଖୁନାହାନ୍ତି। ଆରେ ଉଠ ଅଲିଭା, ଆରେ ଦେଖ ମୁଁ ତମ ପାଇଁ କ'ଣ ଆଣିଛି। ଅଲିଭା, କ'ଣ ହେଇଛି କାମିନୀ? ରାଣୀ କଥା କହୁନାହାନ୍ତି, ଉଠୁନାହାନ୍ତି। କ'ଣ ହେଇଛି? ଉଠୁନାହାନ୍ତି। କ'ଣ ହେଇଛି କଟାସ? ଶୋଇପଡ଼ିଥିବେ। ଆଉ ଥରେ ଉଠୁନାହାନ୍ତି। ଆଉ ଥରେ ସଦାବେଳେ ତ ଚିନ୍ତାରେ ରହିଲେ ଆଉ କ'ଣ ହବ? ଆରେ ଉଠ ଅଲିଭା, ଉଠ। ସେନାପତି, ସେନାପତି, ଆରେ ମୁଁ ତୁମ ସ୍ୱାମୀ ଡାକୁଛି। महाराज महाराज मत डाकिले कि महाराज? ସେନାପତି, कौन हो महाराज? ଦେଖ ରାଣୀ କିଛି କହୁନାହାନ୍ତି କି ଉଠୁନାହାନ୍ତି। କ'ଣ ହେଇଛି ତାଙ୍କର? ଆରେ ଦେଖ। हठात पुणी राणी मांगर पुणी कौन होला? हाँ आप रुहतु मुझे देखुची राणी मांगर कौन हो रुहतु। राणी माँ, राणी माँ, राणी माँ, अरे तुमर पुणी कौन होला? अरे उठ राणी माँ, राणी माँ। ଅଲିଭା, ଆରେ ଉଠ ଅଲିଭା। अरे उठा चलो, ଆରେ ମୁଁ ତୁମ ସ୍ୱାମୀ ଡାକୁଛି। राणी डाको भी सदैव ଆରେ ଉଠ। सब काम ଅଲିଭା, कामिनी କିନ୍ତୁ ସେ ଖାଲି ଭୟ କରୁଛି। राणी डाको भी सभी आई तो ଅଲିଭା, मरी तो राणी जा ତୋ ପାଇଁ କ'ଣ ଆଣିଛି? କେମିତି ଅଲିଭା, हम खेल आरंभ महाराज महाराज मो गण कहूली कि महाराज କ'ଣ କହିବା? प्रजांकर निंदा परिंदा सही न पाए କହୁନାହାନ୍ତି। राणी माँ मर ରାଣୀ ମା ଆମର କ'ଣ ହେଇଛି? राणी माँ मर କ'ଣ କହୁନାହାନ୍ତି? କହୁଛନ୍ତି विष पिया ଯାଇ ସେନାପତି ଯାଇ ହେ ମୋ ଅଲିଭା ଏମିତି କାମ କେବେ କରିନଥିଲି। ହେ ମୋ ଅଲିଭାକୁ ମୁଁ ଠିକ୍ ଜାଣିଛି।
ଏ ମୋ ଅଲିବାକୁ ମୁଁ ଠିକ୍ ଚିହ୍ନିଛି ମହାରାଜ। ଏମିତି ଭୁଲ କାମ ସେ କେବେ କରିନଥିଲେ। କେବେ ନ କଲେ କ'ଣ ହେବ? ଏବେ ବା କରିଛନ୍ତି। କୋଟା ସେ ଦେଖୁନାହାନ୍ତି ରାଣୀ ମା କେମିତି ବିଷ ପିଇ ଆତ୍ମା ରାଣୀ ମାଙ୍କର ମୃତ୍ୟୁର କାରଣଟା ହେଲା ପୁଣି କାରଣ ଆମର ଜଙ୍ଗଲ ମଧ୍ୟରୁ ଆଣିଥିବା ସେ କୌଣସି ଛୋଟା ସେ ଶିଶୁଟା ପାଇଁ ଆଜି ରାଣୀ ମାମକୁ ଛାଡ଼ି ଚାଲିଗଲେ। ଆମରି କାରଣ ସେ କୌଣସି ଛୋଟା ପ୍ରଥମେ ରାଣୀ ମା ମଲେ କରିବେ କେହି ବଞ୍ଚିବେ ତାପରେ ମୁଁ ମରିବି ତାପରେ ଫ୍ୟାମିଲି ମରିବ ତାପରେ ଏମିତି ସମସ୍ତେ ଗୋଟି ଗୋଟି ହୋଇ ମରିବେ। ଆମରି କାରଣ ସେ କୌଣସି ଛୋଟା ସେ ଶିଶୁଟା ପାଇଁ ରାଣୀ ମାମକୁ ଛାଡ଼ି ଚାଲିଗଲେ। ସବୁରି କାରଣ ସେ ଶିଶୁଟା କାମ ରାଣୀ ମାକୁ ଖାଇଲା ତାପରେ କେତେ ମୁଣ୍ଡ ଖାଇବ ଠିକ ଠିକଣା ନାହିଁ। ଏଠି ମହାପୁରୁ ଆମ କଥା ମାନନ୍ତୁ ଏ ରାଣ୍ଟି ଛଟାକୁ ନେଇ ଜଙ୍ଗଲରେ ଫୋପାଡ଼ି ଦିଅନ୍ତୁ। ହଁ ମହାରାଜ ଫୋପାଡ଼ି ଯେତେ ଶୀଘ୍ର ସମ୍ଭବ ସେ ଛୋଟକୁ ନେଇ ଫୋପାଡ଼ି ଦିଅନ୍ତୁ। ଏ ଅମଙ୍ଗଳ ଶିଶୁଟାକୁ ନେଇ ଆସିବାରୁ ଏ ମୋ ରାଜ୍ୟକୁ ବିପଦ ମାଡ଼ି ଆସିଲା। ସତ କଥା ଠିକ ଅଛି ସେନାପତି ନେଇଯାଅ ଅମଙ୍ଗଳ ଶିଶୁକୁ ସେ ଜଙ୍ଗଲ ମଧ୍ୟରେ ଫିଙ୍ଗି ଦିଅ। କଥା ମାନି ସେ ଶିଶୁଟାକୁ ନେଇ ଜଙ୍ଗଲରେ ମୁଁ ନିଶ୍ଚୟ ଶିଶୁଟାକୁ ମୁଁ ଜଙ୍ଗଲରେ ଉଠା ସେ ଶିଶୁକୁ ଫିଙ୍ଗି ଦିଅ ନେଇ ଜଙ୍ଗଲ। ମୁଁ ଏ କାମ ସେ କାମଟା କିଏ କରିବ? ସେ କାମଟା ତୁ କର। ଆମେ ନେଇ ଜଙ୍ଗଲରେ ଫିଙ୍ଗି ଦେଇ ଆମେ ଯେତେ ଶୀଘ୍ର ନେଇ ଆମେ ଫିଙ୍ଗି ଦେବେ ନେଇ ସେଇଟାକୁ ଆମେ ଫିଙ୍ଗିବେ ନେଇ अबे कौन होला? ଏଇଟା ଛୁଆନି এটা কোন আবে তা ভিতরে পুনি কোন ଅଛି? আবে তা ভিতরে পুনি ମୁଁ ସତ କହୁଛି ନା ବୋଧେ ମୋ କଥା ଟିକେ ବିଶ୍ୱାସ କରନ୍ତୁ। ଏଇଟା ଛୁଆ ନୁହେଁ ଆ ଭିତରେ କିଛି ଅଛି। କରିବି ସାମାନ୍ୟ ଶିଶୁଟାକୁ ତଳୁ ଛମା ଟେକି ପାରୁନ। ସାମାନ୍ୟ ଏଇଟା ସାମାନ୍ୟ ନୁହେଁ। ଏଇଟା ମୋ କଥା ବିଶ୍ୱାସ ହଉନି ନା। ତାହେଲେ ଗୋଟେ କାମ କରିବା। କ'ଣ? ଆମେ ଦୁଇ ଜଣଙ୍କ ସେ ଛୁଆଟାକୁ ଉଠେଇବା। ଶୁଣ ତାପରେ ମୋ କଥା ବିଶ୍ୱାସ କରି ଗୋଟେ କାମ କରିବା। ଆପଣ ତା ତଳପଟୁ ଧରନ୍ତୁ ମୁଁ ତା ଉପରପଟୁ ଧର ଭାଇ। ଭାଇ କ'ଣ ବୋଲି ଭାବିଥିଲି? ଧର ଭାଇ ଧରିଲ ଧର। ହଁ মহারাজ এ জমা শিশুটাকে তলু আমি টেকি পারুনু। এই জমা তলু শিশুটা হলুনি চলুনি। তবে তো টেকি পারুন। ମୁଁ କେମିତି ମୋ ହାତରେ ନେଇ ଆସିଥିଲି। ଆମେ କ'ଣ ଦେଖିଛୁ? ଆମେ କ'ଣ ଦେଖିଛୁ ଆପଣ କିପରି ସେ ଶିଶୁଟାକୁ ଆଣିଲେ? ତାହେଲେ ଠିକ ଅଛି ମୋ ସଙ୍ଗରେ ଆସ। ଏ ଶିଶୁକୁ ମୁଁ ଧରୁଛି ସେ ଜଙ୍ଗଲ ମଧ୍ୟରେ ଫିଙ୍ଗି ଦେଇ ଆସିବା। ଆଉ ଡେରି କରୁଛ କାହିଁକି? ଶୀଘ୍ର ଆଣ ଫିଙ୍ଗି ଦେବା ନେଇ ଜଙ୍ଗଲ ମଧ୍ୟରେ ଆଣନ୍ତୁ ସେ ଶିଶୁଟାକୁ। କାମିନୀ କାମିନୀ ତୁ ରାଜାଙ୍କ ଠାରୁ ଶିଶୁଟାକୁ ଧରି ନିଅ ଫିଙ୍ଗି ଦେବା ଜଙ୍ଗଲ ରାଜାଙ୍କ ଠାରୁ ଧରିନି ଦିଅନ୍ତୁ। ରାଜା ତୁମେ କ'ଣ କରିବାକୁ ଯାଉଛ ରାଜା? ତୁମକୁ ଭୋଗିବାକୁ ପଡ଼ିବ ନରକ ଯନ୍ତ୍ରଣା। ହଁ ରାଜା
ତୁମକୁ ଭୋଗିବାକୁ ପଡ଼ିବ ନରକ ଯନ୍ତ୍ରଣା। ଏବେ ମଝିରେ ଆସି ଷଣ୍ଢ ପୁରା ଲୁପେଇ ସୁନାଗିର ହେଲୁର ପାବର এসি শুনো হাই মায়া কুমার শক্তি পাশে তাহারা ଦେଇଛନ୍ତି বিধাতা জীবন হইଯିব ধন্য ফেরিব জীবন হইଯିব ধন্য ব্রজ মনে তুহি বিশ্বাস কর শুণ গির হেনুর পবর শুণ রাজা ବିଶ୍ୱର ମୂଳ ମନ୍ତ୍ରକୁ ରାଜା ନନ୍ଦ ଧରିଥିଲେ ଅନ୍ତରେ ଦୂର ହେଲା ବିପଦ ଭୟ ମରିଥିଲା ମଥୁରାର କଂସ ତୁମେ କାହାରି କଥା କିଛି ମନରେ ଭାବି ସେ ପୁତ୍ରକୁ ନେଇ ରାଣୀ ପାଶରେ ଶୁଆଇ ଦିଅ ଭବିଷ୍ୟତ ତୋର ହୋଇବ ଉଜ୍ଜଳ ରାଜା ଭବିଷ୍ୟତ ତୁମର ହୋଇବ ଉଜ୍ଜଳ ନା 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 এটা মিথ্যা কথা ସମ୍ପୂର୍ଣ୍ଣ ମିଛ ନିହାତି ମିଛ ସବୁ ମିଛ ଦେଖିଛନ୍ତି ଆପଣ କେବେ ଦେଖିଛନ୍ତି ଆମ ରାଜପୁରୀ ମଧ୍ୟରେ ଏ ଲୋକଟାକୁ ଦେଖିଛନ୍ତି ଛାର ନର କଥା ମାନି ଆପଣ କ'ଣ ନିଷ୍ପତ୍ତି ନେଇଗଲେଣି না মহারাজ ଶିଶୁଟାକୁ ନେଇ ରଖିବେ ରାଣୀ ମାଙ୍କ ନିକଟରେ সে ভুল করতুন ସେ ଭୁଲ କରନ୍ତୁନି ନା। ଆପଣଙ୍କର ଅମଙ୍ଗଳ ହବ ହଁ ମନେ ଆମ କଥା ହଁ, ମାନନ୍ତୁ ଯେତେ ଶୀଘ୍ର ପାରିବା ହଁ। ଶିଶୁଟାକୁ ଫିଙ୍ଗି ଦେବା ଆପଣଙ୍କର ମଙ୍ଗଳ ହବ ଜମା ବି ରଖ। ଆମର ମଧ୍ୟ ମଙ୍ଗଳ ହବ ପ୍ରଜାମାନଙ୍କର ମଧ୍ୟ ମଙ୍ଗଳ ହବ ଆଉ ଘଟି ଆସିବନି କାଳ ଅନ୍ଧାରର ରାତି ଆଜିଠାରୁ ଆମ କଥା ମାନ ଶିଶୁଟାକୁ ନେଇ ଫିଙ୍ଗି ଦିଅନ୍ତୁ ଜଙ୍ଗଲ ମଧ୍ୟ ମୁଁ କାହା କଥା ଶୁଣିବିନି ଆମ କଥା ଶୁଣିବିନି ତମ କଥା ଆମ କଥା ଶୁଣିବେ ମହାରାଜ ସେ ବାବାଙ୍କ କଥା ବିଶ୍ୱାସ କରି সেটা বাইরেটা এই ଶିଶୁକୁ ନେଇ ରଖିବି ମୋ ରାଣୀ କୋଳ না না মহারাজ নাই মহারাজ এই ଶିଶୁକୁ ନେଇ ରଖିବି ମୋ ରାଣୀ କୋଳ ଫେରି ଆସନ୍ତୁ মহারাজ পনিত নয়া সাধুনা
धर्म संस्थापनार्थाय संघमामि जुगे जुगे। ओम नमः कृष्णाय, ओम नमः कृष्णाय, ओम नमः कृष्णाय। ଦେଖିଲି ଆମ କଥା ମାନିଲେନି। ଏବେ ଦେଖନ୍ତୁ ସବୁଦିନ ଭାଇ ରାଣୀ ମାଛି ରାଣୀତ୍ରରେ ଶୋଇଗଲେ ଶୋଇଗଲେ ମରିଗଲେ। ସବୁଦିନ ଭାଇ ରାଣୀ ମାମୁକୁ ଛାଡ଼ି ଚାଲିଗଲେ। ଆରେ ଅଲିଭା ତମେ ବଞ୍ଚିଛ? କିନ୍ତୁ ସ୍ୱାମୀ ସ୍ୱପ୍ନ ଭୂତ আমরা ভূত হবে। ଅଲିଭା କାହା ସ୍ୱାମୀ? ଶୁଣ ଅଲିଭା ଏ ସନ୍ତାନ ଆମକୁ ହରିଶଙ୍କର ଦେଇଛନ୍ତି। ଅଲିଭା ଆକୁ ବହୁତ ଭୋକ ହେଲାଣି। ସ୍ୱାମୀ ଆକୁ ଟିକେ କ୍ଷୀରସ୍ୱର ପୁରୀ ଖୁଆଇ ଦେଇ ତାକୁ ଟିକେ ଶୁଆଇ ଦିଅ। ପାଞ୍ଚି ପାଞ୍ଚି ଆଜି ପୁନେ ଚାନ୍ଦ ଅଧାରେ ଘୋଟି ପଲତି ବସରଜ। ରା 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 ରା। धुम धुम ना 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 ना, ता धुम ना 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 ना, धुम धुम ना 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 ना, ता धुम ना 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 ना। હવે બધા છે હવે ભય କରୁଛୁ କ'ଣ હવે? ଭାଇ ଭୟରେ ଏବେ ଧରୁଛୁ କାହିଁକି? ଏବେ କ'ଣ ହେଲା କି? ନାଇଁ କିଛି ନାହିଁ ଆଉ ଧରୁଛୁ କାହିଁକି? ନାହିଁ ହେଇ ଆଜ୍ଞା ପ୍ରଥମେ ମୋ କଥାର ଉତ୍ତରଟା ଦିଅ। ଉତ୍ତର હવે ମୁଁ ଗୋଟାଏ କଥା ବୁଝିପାରୁନି। ରାଣୀଟା ବଞ୍ଚିଲା କିପରି? ରାଣୀଟା ବଞ୍ଚିଲା ଆଜ୍ଞା ସେ ବିଷୟରେ ମୁଁ କିଛି କହିପାରିବିନି। ମୋତେ ଛାଡ଼ି ଦିଅନ୍ତୁ ଆଜ୍ଞା। ଏବେ କିଏ କହିବ? ଆଜ୍ଞା ତୁଇ ଲାଗିଲାନି ତତେ ଏଇଠି ହେଇଯିବ ନହେଲେ ଆଜ୍ଞା ଯିବ? ଆଜ୍ଞା ଆରେ ଡେରି କରୁଛ କାହିଁକି? ଟିଆରେ ଟିଆରେ আরে যা 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 আমি যেতে শীঘ্র পারুଛୁ যা। କୁଆଡ଼େ ଯିବୁ? ଆଜ୍ଞା କୁଆଡ଼େ ଯିବୁ? ତୁଇ ଲାଗିଲାନି ଆମକୁ କ'ଣ କରିବି ଏଠାରେ? ଆଜ୍ଞା ଆଇଲେ କହିବି ତତେ ଯାହା କହିଛି ତାର ଉତ୍ତରଟା ଦେ। କ'ଣ ରାଣୀଟା ବଞ୍ଚିଲା କିପରି? ସେ ବିଷୟରେ ମୁଁ କିଛି କହିପାରିବିନି ଆଜ୍ଞା। ତ ଆଜି ସବୁ କହିବୁ। ମୁଁ କ'ଣ କହିବି? ରାଣୀଟାକୁ ବଞ୍ଚାଇଲା କିଏ? ମୁଁ ତ ବଞ୍ଚିଛି କି ମରିଛି ମୁଁ ନିଜେ ଜାଣିପାରୁନି। ଜାଣି ବଞ୍ଚିଲେ କି ଆଜ୍ଞା ସେ ବିଷୟରେ ମୁଁ କିଛି କହିପାରିବିନି। ମୋତେ ଛାଡ଼ି ଦିଅନ୍ତୁ। ସବୁ ସତ କଥା କହିଦେ। ସତ କହୁଛି ଆଜ୍ଞା ସତ କଥା କହ। ସତ କହୁଛି ଯଦି ବଞ୍ଚି ରହିବାକୁ ସତ କହୁଛି ଏ ବିଷୟରେ ମୁଁ ଟୋଟାଲି ଜାଣିନି। ତୁ ସବୁ ଜାଣିଛ। ମୋତେ ଛାଡ଼ି ଦିଅ ଏବେ ତୁ ସବୁ ଜାଣିଛୁ। ମୋତେ ଛାଡ଼ି ଦିଅ ସତ କଥା କହ। ସତ କହୁଛି ରାଣୀଟାକୁ ବଞ୍ଚାଇଲା କିଏ? ରାଣୀଟାକୁ ବଞ୍ଚାଇଲା କିଏ? ଏବେ ବଞ୍ଚାଇଲା କିଏ? ବଞ୍ଚାଇଲା କିଏ? କହ ଆଉ ବାପ ଲୋଡ଼ ନେଇପାରୁ କହ ବେ। କହିବି ସବୁ ସତ ମୋ କହିବି। ଚିର ଶତ୍ରୁଟା ବଞ୍ଚିଲା କିପରି? ଆଜ୍ଞା ମୁଁ ବିଷ ଆଣିଥିଲି ବିଷ ମୁଁ ଆଣିଥିଲି ଆଜ୍ଞା ଆଣିଥିଲ? କିନ୍ତୁ ଆପଣଙ୍କ ଭଉଣୀକୁ ଟିକେ ପଚାରନ୍ତୁ। କାହାକୁ? ଆପଣଙ୍କ ଭଉଣୀକୁ କାମିଣୀକୁ? ଆଜ୍ଞା କାମିଣୀକୁ? ଆଜ୍ଞା ହଁ। ତାକେଇ ଆଣି ବିଷ ଦେଇଥିଲି ଏ କାମିଣୀ କିନ୍ତୁ ସେ ରାଣୀକୁ ବିଷ ଦେଇନାହିଁ। ତା ପତି ବଦଳରେ ସେ ଅମୃତ ତୋ କଥାଟା ମୁଁ ପରେ ବିଚାର କରିବି। ଆଉ କ'ଣ ମୋତେ ତଥାପି ମୁଁ କାମିଣୀ ଠାରୁ ପଚାରିନି। ଭଲ ଲାଗିବ ନା? ମୋର କିଛି ଭଲ ଲାଗିବ ହଁ ଛାଡ଼ିଦ। କାମିନୀ ଭାଇ
କାମିନୀ ଭାଇ ତୁ ଟିକେ ଭଲ କାମ କରିଛୁ କାମିନୀ। ଭାଇ ଆରେ କାମିନୀ ତୁ ସତ କଥା କହିଲୁ ରାଣୀଟା ବଞ୍ଚିଲା କିପରି? ମୋ କଥା ବିଶ୍ୱାସ କର ଭାଇ, ମୁଁ ତମ ଭଉଣୀ ନା, ମୋ ଉପରେ ବିଶ୍ୱାସ ଅଛି ନା? ବିଶ୍ୱାସ କରିବୁନି? ମୁଁ ତମ ଭଉଣୀ ଯେତେବେଳେ ତମେ ମୋ ଉପରେ ବିଶ୍ୱାସ ମତେ ବିଶ୍ୱାସ କର। ହଁ ତୋ କଥା ବିଶ୍ୱାସ କରିବି। ତମେ ବିଷ ଦେଲେ ତାକୁ, ସିଏ ବିଷ ଦେଲେ ମତେ। ମୁଁ ବିଷ ଦେଲି ତ ରାଣୀ ମା। ନା ସେଇଟା ମିଛ କଥା, ଜମା ବିଷ ଦେ ମୋ କଥା ବିଶ୍ୱାସ କର, ମୁଁ ସତରେ ରାଣୀ ମାକୁ ବିଷ ଦେଇଛି, କିନ୍ତୁ ରାଣୀ ମା କେମିତି ବଞ୍ଚିଲେ ମୁଁ କିଛି ବି ଜାଣିନି। ଆଉ ମୁଁ ବୁଝିବି ମୋ ଚିର ଶତ୍ରୁଟା ବଞ୍ଚି ଉଠିଲା କି? ତୁମ ଭଗ୍ନୀ ନା ମୋ ଚିର ଶତ୍ରୁ? ଭାଇ ମୋ କଥା ଏବେ ସେଇ କଥାଟା ମୁଁ ଭାବି ପାରୁନି। ନାଇଁ ଭାଇ, ମୋର ତ କିଛି ବି ଭୁଲ ନାହିଁ। ମୁଁ ତ ରାଣୀ ମାକୁ ବିଷ ଦେଇଛି। ତୁ ଭାବିଛ ତୋ ଭାଇଟା ମରିଛ? ନାଇଁ ନାଇଁ ତୋ ଭାଇଟା ମରିଛ? ନାଇଁ ଭାଇ ନାଇଁ, ମୁଁ ସେମିତି ଭାବିବିନି। ଏବେ କାହିଁ ମୁଁ ମଲା ପରେ ତୁ କାଳେ ଅଧିକାର କରିବୁ ଏ ସିଂହାସନ? ସେଇ କଥାଟା ତୁ ମନରେ ଭାବି ତୁ ରାଣୀଟାକୁ ବିଷ ଦେଇନୁ? ନା ତୁ ବିଷ ଦେଇନୁ, ମୁଁ ବିଶ୍ୱାସ ଦେଇଛି। ତୁ ତାକୁ ଅମୃତ ଦେଇ ବଞ୍ଚାଇଛୁ। ନାଇଁ ଭାଇ, ମୁଁ ତାକୁ ବିଷ ହିଁ ଦେଇଛି। ନା ମୁଁ ନିଜେ ବି ବୁଝିପାରୁନି ବିଷ ଦେଲା ପରେ ମୁଁ ବିଶ୍ୱାସ କରିବି? ଭାଇ ମୋ କଥା ତୁ ରାଣୀଟାକୁ ବିଷ ଦେଇଛୁ, ଏବେ ତୁ ଯଦି ବିଷ ଦେଇଛୁ ହେଲେ ଏଟା ବଞ୍ଚିଲା କିପରି? ସେଇ ତ କଥା, ମୁଁ ଯଦି ବିଷ ଦେଇଛି ସେ ବଞ୍ଚିଲେ କେମିତି? ତୁ ସତ କଥା ମୁଁ କିଛି କହିଦେବୁ? ବି ବୁଝିପାରୁନି। ତୁ ଏଇ ସବୁ ସତ କହିବୁ? ନାଇଁ ଭାଇ, ମୁଁ ସତ ହିଁ କହୁଛି। କହୁଛୁ? ସତରେ ହଁ। ମୁଁ ସତ ହିଁ କହୁଛି। ସତ କଥାଟା ଅଛି ତୋ ଠାରୁ ଆଦାୟ ହବ। କହ ରାଣୀଟା ବଞ୍ଚିଲା କିପରି? ରାଣୀଟା ବଞ୍ଚିଲା କିପରି? ବଞ୍ଚିଲା! ଆସ 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 ମୋ ପାଖକୁ, ମୋ ପାଖକୁ ପାଖକୁ ଭାଇ। ତତେ ଟଙ୍କା ଦେଲା ବେଳେ ମୁଁ ତତେ କ'ଣ କହିଲି? ଏବେ କ'ଣ କହିଲି? ଟଙ୍କା ଦେଲା ବେଳେ ମୋ କାମଟା କ'ଣ ହବ? ଫଳପ୍ରଦ ହବ। ହେଲେ କ'ଣ ହେଲା? କାମଟା କାହିଁକି ବିଫଳ ହେଲା? ଟଙ୍କା 50,000 ଟଙ୍କା ଟଙ୍କା ଫେର ମୋ ଆଖି ସାମ୍ନାରୁ ପଳା। ଟଙ୍କା ଦେବୁ ଏଠାରୁ ଯିବୁ, ଟଙ୍କା ନାହିଁ ତ ସମର୍ଥ ନାହିଁ। ଟଙ୍କା ଦିଅ। ସେ କଥା ଛାଡ଼ିକି ଆଉ ଯାହା କହିବେ ମୋର ଟଙ୍କା ଦରକାର। କୋଉଠୁ ଆଣି? ତୁ ଆଜି ଟଙ୍କା ଦେବୁ, ମୁଁ ଆଜି ଟଙ୍କା ନେବି। ସେ ଟଙ୍କା ଆଉ ନାହିଁ। ଏ ଟଙ୍କା ଦେ କହୁଛି। ସେ ଟଙ୍କାରେ ଆପଣଙ୍କ ଭଉଣୀ ପାଇଁ ସୁନା ଆଣକାର ଟଙ୍କା ଫେରା ଫେରା ଟଙ୍କା କଥା ଛାଡ଼ି ଦିଅନ୍ତୁ, ଆଉ ଯାହା କହିବୁ। ଆଉ ଯାହା କହିବି ଦେବୁ? ଆଜ୍ଞା ଦେବୁ? ଆମେ ଦେବୁ? ଆଜ୍ଞା। ତାହେଲେ ତୋ ଜୀବନଟା ଦେ। ମୋ ଜୀବନ? ହଁ ମୋ ଜୀବନ ନେଇ ଆପଣ କ'ଣ କରିବେ? ତୁ ମରିଗଲେ ମୁଁ ସବୁଦିନ କିଛି ପାଇଛି। ନାଇଁ 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 ଆଜ୍ଞା, କିଛି ପାଇପାରିବେନି, କିଛି ପାଇପାରିବେନି। ତୁ ଆଜି ମରିବୁ। ନାଇଁ ଆଜ୍ଞା, ମତେ ମାରନ୍ତୁନି। କାହିଁକି? ସେ ଭୁଲ କରନ୍ତୁନି, ମତେ ଯଦି ମାରିଦେବେ ହଁ। ଆପଣଙ୍କର ବିରାଟ ବଡ଼ କ୍ଷତି। ମୋ ଶଙ୍କର ସହିତ ଯାହା କିଛି କରେ ମୁଁ ସବୁ ଭାବି ଚିନ୍ତି କରେ। ଏବେ ତୁ ଯଦି ବଞ୍ଚିବୁ ମୋ ଚିର ହସ୍ତୁ ହୋଇ ବଞ୍ଚିବୁ। ତେଣୁ ଶତ୍ରୁଟାକୁ ପ୍ରଥମେ ମାରିବା ଦରକାର। ତୁ ସବରୀ କାରଣ ତୁ ବଞ୍ଚିଛୁ ମାନେ ସିଂହାସନଟା ମୋର ସବୁଦିନ ପାଇଁ ବିଫଳ ହେଲା। ଆଜି ତୁ ମରିବୁ ହରାମଜାଦା, ତୁ ଆଜି ମରିବୁ। ଭାଇ ଭାଇ ଭାଇ
ଭଲ ଭାବେ ଟିକେ ଚିନ୍ତା କରନ୍ତୁ ଆଜ୍ଞା। ମୁଁ ହେଉଛି କୁଜିଅସର ବା ମୋତେ ମାରିଦେଲେ ଆପଣଙ୍କର ହାତ ଗନ୍ଧେୟ, କିନ୍ତୁ ମୁଁ ବଞ୍ଚି ରହିଲେ ଆପଣଙ୍କର ଲାଭ ହବ। ସତ କହୁଛି ଆଜ୍ଞା। କିପରି ମୁଁ ଫଳପ୍ରଦ ହେବି କହୁଛି ଆଜ୍ଞା। ଆଉ ଗୋଟାଏ ଥର ମୋତେ ସୁଯୋଗ ଦିଅନ୍ତୁ। କମ ମରଣ ପଥଟାକୁ ପରିଷ୍କାର କରିବା ଭାଇ। ସେ ଅମୁଗୁଳିଆ କଥାବାର୍ତ୍ତା କରନ୍ତୁନି ଆଜ୍ଞା। ଆଉ ଆପଣ ମାନେ ମୋ ମୁଣ୍ଡ ଛୁଇଁ ଆପଣଙ୍କୁ କଥା ଦଉଛି ଆଜ୍ଞା। ଆଉ ଗୋଟିଏ ଥର ମୋତେ ସୁଯୋଗ ଦିଅନ୍ତୁ। ମୁଁ କଳେ ବଳେ କୌଶଳେ ସେ ରଜା ରାଣୀ ଆଉ ଯୋଉ ସେ ରାଣ୍ଡି ଛୁଆଟା ତିନି ଜଣ ଯାକଙ୍କର ବେକ କାଟି ଆଣି ଆପଣଙ୍କ ପାଦ ତଳେ ଥୋଇଦେବି। ଆଉ ଯଦି ରାଜବଂଶଟା ନ ବଢ଼େ ତାହେଲେ ମୋ ବେକ କାଟି ଆପଣଙ୍କ ପାଦ ତଳେ ଥୋଇ ତୁ ମନେ ରଖିବା ଦରକାର ମୋ ଶଙ୍କର ସହିତ ମୋ ନ ଶୁଣିଲେ ଏ ଅଖ ପାଖରେ ତଟି କବାଟ ପଡ଼ି ପିଲାମାନେ ଅବୁଝ ହେଲେ ମାନେ ତାଙ୍କୁ ବୁଝାଇ ଶୁଆଇ ଦିଅନ୍ତି। କ'ଣ କହନ୍ତି? ଶୋଇ ବରରେ ଧନ। କ'ଣ କହନ୍ତି? ଶୋଇ ବରରେ ଧନ। এই দেখে আସୁছি শঙ্কর সহিত ଭାଇ ତୋର କେତେ କୋଉଠି ଲକ୍ଷ୍ୟ ଅଛି ନାଇଁ? ନାଳ କୋଉଠୁ ବଚିବି ମୋର ଚାରିଆଡୁ ବହି ଏଇଠି ଇଏ ନାଲି ଆମ୍ବ ମାନିଲି ଇଏ ତୋର ଯଦି ମୋ ଉପରେ ରାଗ ଥିଲା ମୁଁ କ'ଣ କଲି? ମୋତେ କହିଲୁନି ଦେଖେଇ ଦେଇଥାନ୍ତି ପିଠି ମନ ଇଚ୍ଛା କୁନ୍ଦିଥାନ୍ତୁ। କିଛି କରିନା ମୁଁ କିଛି ବି କରିନି। ଆଉ କ'ଣ ବାକି ରଖି ହରେ ବାଡ଼ିକି ଅଲାଜୁ ତୁ ବା ମୋ ନା ଦେଲୁ ମୁଁ ସେଇଥିପାଇଁ ଯେତେ ପୋତିଲେ ଜମା ବନ୍ଦ ହଉନାହିଁ। ଏଇଠି ରେ ତୁ ଆଗ ତୋ ଭାଇକୁ ମତେ ମାଡ଼ ଖାଇଲୁ ନା? ହଉ ଲୋ ଇଏ ମାଡ଼ର କଡ଼ା କଣ୍ଡା ହିସାବ କରି ମୁଁ ତୋଠାରୁ ନେବି ଭାଇ। ଆଉ ଏଠି ମତେ ଖାଇବି ଜାଗା ଦେଖି ଖାଇବି। ଆଉ ତୋର ଭଲ ଜିନିଷ ଆଗ ତାପରେ ତ ଭାଇ କଥା ବୁଝି ଆସୁଛି କଟାସ ଯାଉଛି ମୁଁ କ'ଣ ସୁନ୍ଦରୀ ନୁହଁ? କେତେ ସୁନ୍ଦରୀ। ଠିକ ସମୟରେ ସେ ବୃଦ୍ଧ ରାଜାଟା ଆସି ସବୁ କିଛି ଓଲଟ ପାଲଟ କରିଦେଲା। ନାଇଁ ମୁଁ କେବେ ବି ହାରି ପାରିବିନି। ଏ କାମିনী କେବେ ବି ହାରି ପାରିବନି। କେବେ ବି ନୁହଁ। ନିଶ୍ଚୟ ପ୍ରତିଶୋଧ ନେବି। ସେ ରାଜାର ପରିବାର ଠାରୁ ମୁଁ ନିଶ୍ଚୟ ପ୍ରତିଶୋଧ ନେବି। କାରଣ ମୁଁ କାମିনী କାଞ୍ଚନ ଜ୍ୱଳନ୍ତ ଅଗ୍ନିପିଣ୍ଡ ନାଗୁଣୀ ଠାରୁ ବି ବହୁତ ବିଷ। ମୁଁ କାମିনী କାଞ୍ଚନ।